দে ফাইনালি ম্যানেজ টু ইমপ্রেস অমিত শাহ যে মেন্টো করিবা উচিত। তো লাস্ট মোমেন্টରେ ଅମିତ ଶାହା ଯାଇକରି ନବୀନ ମୋଦିକୁ ଫାଇନାଲି କନଭିନ୍ସ କରେଇଲେ ଯେ ଆମେ ମେଣ୍ଟୋ କରିବୁ। ସେଇଠି ମେଣ୍ଟୋ କଥାଟା ଭାଙ୍ଗିଗଲା ଏବଂ ପାଣ୍ଡିଆନର ଷ୍ଟ୍ରାଟେଜି ଫେଲ୍ ମାରିଲା। ଯଦି ମେଣ୍ଟୋ ହେଇଥାନ୍ତା ତାହେଲେ ନବୀନ ବାବୁ ଚିଫ୍ ମିନିଷ୍ଟର ହେଇଥାନ୍ତା, ହয়তো ବିଜେପିର କିଏ ଗୋଟେ ଡେପୁଟି ଚିଫ୍ ମିନିଷ୍ଟର ହେଇଥାନ୍ତା ଏବଂ ପାଣ୍ଡିଆନି କଣ୍ଟ୍ରୋଲ କରିଥାନ୍ତା ଏବଂ ତାରପରେ 6 ମାସ ବର୍ଷେ ପରେ কোন গোটে ହେଇଥାନ୍ତା ସକ୍ସେସନ କିଛି ହେଇଥାନ୍ତା। ପାଣ୍ଡିଆନ କାହିଁକି ଚାହୁଁଥିଲେ ମେଣ୍ଟ କରିବା ପାଇଁ? କାରଣ ସେ ତ କନଭିନ୍ସ ଥିଲେ ଯେ ବିଜୁ ଜନତା ଦଳ ଜିତୁଛି ବୋଲି। ନା କିନ୍ତୁ ପାଣ୍ଡିଆନ ଯେତେବେଳେ ଫୋର ଫ୍ରଣ୍ଟକୁ ଆସିବ କିମ୍ବା ସେ କଣ୍ଟ୍ରୋଲ କରିବ ପୁরো ପାୱାର ଷ୍ଟ୍ରକ୍ଚର, ତାର ଏଗେନ୍ଷ୍ଟରେ ଗୋଟେ ବ୍ୟାକଲାଶ ବି ହବ। ଏଇଟା ଆମେ ସମସ୍ତେ ଜାଣିଥିଲୁ। ବାହାର ଲୋକ ନେତା ଇମ୍ପୋଜଡ ହେଇଛି, ସେ କଣ ଇଲେକ୍ଟେଡ ଲୋକ କି? ଓଡ଼ିଶାବାସୀ ତାକୁ ଭୋଟ ଦେଇନଥିଲେ କି ବିଜୁ ଜନତା ଦଳ ଲୋକମାନେ ବି ଭୋଟ ଦେଇକରି ତାକୁ ପାର୍ଟି ରେଫରେଣ୍ଡମ ହେଇନଥିଲା ଯେ ନବୀନ ପଟ୍ଟନାୟକ ପରେ ବିଜୁ ଜନତା ଦଳର ସବୁଠୁ ବଡ ନେତା ପାଣ୍ଡିଆନ ହେଇନଥିଲା। ତ ତାକୁ ଇମ୍ପୋଜ କରାଯାଇଛି। ହି ଇଜ ଆନ୍ ଇଣ୍ଟେଲିଜେଣ୍ଟ ମ୍ୟାନ। ସି 50% ଅଫ ହିମ୍ ଇଜ ଭେରି ଇଣ୍ଟେଲିଜେଣ୍ଟ। ମୁଁ କହିଲି ଇଣ୍ଟେଲିଜେଣ୍ଟ ଫୁଲ। ସେ ଜାଣିଛି ଯେ ଏମିତି ଗୋଟେ ବ୍ୟାକଲାଶଟା ଆସିବ। ଏଇଟା ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ, ବାହାର ଲୋକ ଏସବୁ ଇସ୍ୟୁ ହବ। ସେଇ ଇସ୍ୟୁଟାକୁ କିଏ ଉଠେଇବେ? ବିଜେପି ଉଠେଇବ। ବିଜେପି ଉଠେଇବ ପ୍ରିନ୍ସିପାଲ ଅପୋଜିସନ। ଆଉ କଂଗ୍ରେସର ତ ଏବେ ଏତେ ରିସୋର୍ସ ନାହିଁ କି ମେକାନିଜମ ନାହିଁ। ତେଣୁ ବିଜେପିକୁ ସାଙ୍ଗରେ ନେଲେ ବିଜେପିକୁ ସାଇଲେଣ୍ଟ କରିଦେବା। କାହିଁକି ସେଇ ମେଣ୍ଟୋ ଚର୍ଚ୍ଚା ଟାଇମରେ ମୁଁ ଭେରି କ୍ଲୋଜଲି ଫଲୋ କରୁଥିଲି ଯେ କଣ ଚାଲୁଛି, ଆଜି ହଉଛି କାଲି ହଉନି, କାଲି ହଉଛି। ତାରପରେ ଯେତେବେଳେ ଫାଇନାଲ ଆନାଉନ୍ସମେଣ୍ଟ ହେଲା ଯେ ମେଣ୍ଟୋ ହଉନି, ଆପଣ ଯଦି ମୋ ଟ୍ୱିଟରରେ ଯିବେ ପ୍ରାୟ ଫାଇନାଲ যেদিন মনমোহন সামল এইটি আনাউন্সমেন্ট করলা তার 5-6 দিন পূর্বରୁ মোর পাখু মোর সোর্স ফোন করে কিলা যে মেন্টো হউনি কিন্তু আনাউন্সমেন্ট 7 দিন পরে হব। ମୁଁ ସେଇଦିନ ଗୋଟେ ଟ୍ୱିଟ୍ କରିଥିଲି ଅଛି একলা চলরে। ମୁଁ କାହାର ନାଁ ଦେଇନଥିଲି, କିଛି ଦେଇନଥିଲି, ଖାଲି ଟ୍ୱିଟ୍ କରିଥିଲି একলা চলরে। ତାର ଅର୍ଥ ହଉଛି ମେଣ୍ଟ ହଉନି, we will go it alone। তার মানে মেন্টো হଉନି। যে ବୁଝିବାର ବୁଝିଲେ, କିଛି ଲୋକ କହିଲେ ଏଇଟା କଣ ସଡନଲି କାହିଁ একলা চলরে। ମୁଁ ଚୁପ୍, କିଛି କହିଲିନି। ତ ମୋର ପାଖରେ ଇନଫର୍ମେସନ ଆସି ଯାଇଥିଲା ଯେ ହଉନି ଏବଂ একলা চলরে। ଆଚ୍ଛା, ଏକଲା ଚଲୋ ଯେତେବେଳେ ହେଲା ମେଣ୍ଟ ଭାଙ୍ଗିଗଲା, କିନ୍ତୁ ଭିତରିଆ ଫ୍ୟାକ୍ଟ କିଛି ଥିଲା ବୋଲି ଏବେ ବି ଅଣ୍ଡରଷ୍ଟାଣ୍ଡିଂ ଅଛି। ଏବେ ବି ଅଣ୍ଡରଷ୍ଟାଣ୍ଡିଂ ବିଜେପି ଭଲ ସୁସମ୍ପର୍କ ଅଛି। ଦିଲ୍ଲୀ ଲବି ଏବେ ବି ସକ୍ରିୟ ପାଣ୍ଡିଆନଙ୍କର। ନା ମୁଁ କାହାର ଲବି ସକ୍ରିୟ ଅଛି। ସେଇଥିପାଇଁ ବିଜୁ ଜନତା ଦଳର ନେତାମାନଙ୍କର, ପାଣ୍ଡିଆନଙ୍କର ବା ଅନ୍ୟ କୌଣସି ଅଫିସର ବା ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କର ଦୁର୍ନୀତି ସମ୍ପର୍କରେ ଯେତେ ଅଭିଯୋଗ ହେଲେ ବି ତଦନ୍ତ ହଉନି। ଏବେ ସୁଦ୍ଧା ତ ହେଇନି। ଆଜି ତ ସକାଳେ ମୁଁ ଆଉ ଗୋଟେ କନଫରେନ୍ସରେ ଥିଲି, କନକ୍ଲେଭରେ ଥିଲି। ମୁଁ ତ ସେଠି ମୋର କହିବାର ଥିଲା କରପସନ ଉପରେ। ମୁଁ କହିଲି ଓଡ଼ିଶାରେ ତ ଗଲା 5 ବର୍ଷରେ କରପସନ ହେଇନି, କାହିଁକି কোনো তদন্ত ହେଇନି? ନୂଆ ସରକାର ଆସିକିରି ତଦନ୍ତ କରିନାହାନ୍ତି। ଆଉ ଯଦି ତଦନ୍ତ ନା କରିବେ ତାର ଅର୍ଥ କ'ଣ? କରପସନ ହେଇନି। ତାମାନେ ଓଡ଼ିଶାରେ ଗଲା 5 ବର୍ଷ ମୁଁ କହିଲି ଯେ কোনো দুর্নীতি ହେଇନି। অফকোর্স আই সেড দ্যাট সার্কাস্টিক্যালি। তদন্ত যদি নূয়া সরকার না করিবে তার অর্থ କ'ଣ? ଦୁର୍ନୀତି ହେଇନି। সব ଚାଙ୍ଗା ସି ଠିକ ଚାଲିଛି। ତ ଏବେ ବି ଦିଲ୍ଲୀ ଲବି ବିଜୁ ଜନତା ଦଳର ଷ୍ଟ୍ରଙ୍ଗ ଅଛି, ଆଉ ମଝିରେ ମଝିରେ ଭିତରିଆ ଗୋପନ ସମ୍ପର୍କ ଅଛି, ସୁସମ୍ପର୍କ ଅଛି।